ठाब टंका नणंदड़ू नहीं प्रेमिक हत्या करिଥିବା ନେଇ ଅଭିଯୋଗ ଆଣିଲେ ବାପ ଘର ଲୋକେ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଡୁବୁରି ବୁଢାପଙ୍କ ରେଳ ଲାଇନ୍ର ଇନ୍ଦିପୁର ନିକଟରେ ଗଛରେ ଝୁଲନ୍ତା ଅବସ୍ଥାରେ ବିବାହିତା ମହିଳାଙ୍କ ମୃତଦେହ ଠାବ କରାଯାଇଛି। ମୃତ ମହିଳା ଜଣକ ହେଲେ କାମାକ୍ଷାନଗର ଥାନା ଆଳତୁମା ଗ୍ରାମ ବଡବିଲା ସାହିର ଗୋବିନ୍ଦ ପାତ୍ରଙ୍କର ସ୍ତ୍ରୀ ଶାନ୍ତିଲତା ପାତ୍ର। ଟଙ୍କା ନେଣଦେଣକୁ ନେଇ ଶାନ୍ତିଲତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ବାପା ଘର ଲୋକ। ଶାନ୍ତିଲତା ଆଜକୁ ପ୍ରାୟ 10 ବର୍ଷ ହେବ ବଡବିଲ ସାହିର ଗୋବିନ୍ଦ ପାତ୍ରଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ। ସେମାନଙ୍କର 2ଟି ସନ୍ତାନ ଥିବା ବେଳେ ପ୍ରାୟ 3 ବର୍ଷ ହେବ ଶାନ୍ତିଲତା ଇନ୍ଦିପୁର ଗାଁର ମିଥୁନ ନାୟକଙ୍କୁ ପ୍ରେମ କରି ଆସୁଥିଲେ, ଯାହା ଫଳରେ ଶାନ୍ତିଲତା ଅନେକ ସମୟରେ ମିଥୁନଙ୍କୁ ଟଙ୍କା ଦେଉଥିଲେ। ତେବେ କିଛି ଦିନ ତଳେ ସେ ମିଥୁନଙ୍କୁ 50,000 ଟଙ୍କା ଦେଇଥିଲେ ଓ ସେହି ଟଙ୍କା ଫେରି ପାଇବା ପାଇଁ ଗତକାଲି ମିଥୁନ ପାଖକୁ ଇନ୍ଦିପୁର ଆସିଥିଲେ ଶାନ୍ତିଲତା, କିନ୍ତୁ ସେଠାରେ ଟଙ୍କା ଫେରାଇବାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ଅଭିଯୋଗ ହେଉଛି। ଆଜି ଇନ୍ଦିପୁର ଗ୍ରାମ ଦେଇ ଯାଇଥିବା ରେଳ ଲାଇନ ପାଖରେ ଏକ ଗଛରେ ଶାନ୍ତିଲତାଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଛି, ଯାହାକୁ ନେଇ ମିଥୁନ ହିଁ ଶାନ୍ତିଲତାଙ୍କୁ ହତ୍ୟା କରିଥିବା ନେଇ ଶାନ୍ତିଲତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଝୁଲନ୍ତା ମୃତଦେହ ନିକଟରେ ଏକ ଭ୍ୟାନିଟି ବ୍ୟାଗ୍ ଝୁଲୁଥିବା ବେଳେ ଗଛ ତଳେ ଚପଲ ପଡ଼ିଥିବା ଦେଖିବାକୁ ମିଳିଛି। ତେବେ ଏହି ସମ୍ପର୍କରେ ଖବର ପାଇ କାମାକ୍ଷାନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇବା ସହ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମ୍ ଦ୍ୱାରା ତଦନ୍ତ ଚଳାଇଛି। କାମାକ୍ଷାନଗରରୁ ପ୍ରକାଶ କୁମାର ପାତ୍ରଙ୍କ ରିପୋର୍ଟ, ଦ ନ୍ୟୁଜ ଟୁଡେ। Audio